ବିଜେଡି ର ଅଲୋଡ଼ା ପୁଅ କଥାରେ ଅଛି ମୂଳରୁ ମାଇପ ନାହିଁ ପୁଅ ନା ଗୋପାଳିଆ। ହଁ ଆଜ୍ଞା, ସେ ବିଜେଡି ର ଅଲୋଡ଼ା ପୁଅ। କିଏ ପଚାରୁ ନାହାନ୍ତି, ତଥାପି କୁହନ୍ତି ମୁଁ ସ୍ୱାଧୀନ, ମୋ ନେତା ନବୀନ। ବିଜେଡିରେ ଅଛନ୍ତି କି ହର? ଦଳର ପ୍ରାଥମିକ ସଦସ୍ୟ ଭାବେ ରହିଛି କି ପ୍ରମାଣପତ୍ର? ନା ଖାଲି ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ। ନ୍ୟାୟରେ ନିଷ୍ଫଳ ନେତାଙ୍କ ଏ ଶକ୍ତି ପ୍ରଦର୍ଶନ ତାର ପ୍ରମାଣପତ୍ର। ହଁ ଦର୍ଶକ ବନ୍ଧୁ, ଦିନେ ନାହିଁ କି କାଳେ ନାହିଁ, ଗମା ପୁନେଇରେ ମାଇ ମାଇ ଭଳି ବିଜେଡି ନାଁ ନେଇ ତୁଚ୍ଛାକୁ ଏ ସଂଗଠନ କରୁଛନ୍ତି ମୁଁ ସ୍ୱାଧୀନ ଆଉ ମୋ ନେତା ନବୀନ କହୁଥିବା ପୂର୍ବତନ କୋଦଳା ଏନ୍ଏସି ଅଧ୍ୟକ୍ଷ ତଥା ଲିକର ମାଫିଆ ହରପ୍ରସାଦ ସାହୁ। ନିକଟରେ ମହିଳା ସମାବେଶ ନାଁରେ ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ହେଲେ ନା ସେଥିରେ ବିଜୁ ଜନତା ଦଳର କିଛି ଚିହ୍ନ ବର୍ଣ୍ଣ ଥିଲା, ନା ଥିଲା ନବୀନ କି ବିଜୁ ବାବୁଙ୍କ କୌଣସି ଫଟୋଚିତ୍ର। ତଥାପି ଟିକେଟ ଆଶାରେ ଏତେ ବଡ଼ ଆୟୋଜନ କରିଥିବା ହରଏଣ୍ଡ ତେଲମରା ରାଜନୀତି ଦୋହରାଇ ଶେଷରେ ନବୀନ ବାବୁଙ୍କ ନିଷ୍ପତ୍ତିକୁ ହିଁ ସର୍ବେ ସର୍ବା କରି ଛାଡ଼ିଦେଲେ। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ପରେ କ'ଣ କହୁଛନ୍ତି ନିଜେ ହରପ୍ରସାଦ ସାହୁ। କାର୍ଯ୍ୟକ୍ରମ ଆମର ପୂର୍ବତନ ଅଧ୍ୟକ୍ଷା ସୁନିତା ପ୍ରଭା ସାହୁଙ୍କ ଆବାହକ ହିସାବରେ ସିଏ ତାଙ୍କର ଯେଉଁ ନାରୀ ସଂଗଠନ ଅଛି ସେମାନଙ୍କୁ ଡାକିଥିଲେ। ସେଦିନ ମୋତେ ମୁଖ୍ୟ ଅତିଥି କରିଥିଲେ। ଆଉ ମୁଖ୍ୟ ଅତିଥିର ନାରୀର ଆଜି ତାଙ୍କର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଏହା ଯେ ପୁରୁଣା ବର୍ଷରେ ଗୋଟେ ଭେଟଘାଟ ହେବେ ସମସ୍ତଙ୍କ ସହିତ ଆଉ ନୂଆ ବର୍ଷକୁ ଅଭିନନ୍ଦନ ଜଣାଇବେ। ଏଇଥିରେ ମୁଁ ଯୋଗ ଦେଇଥିଲି। ନା ଶକ୍ତି ପ୍ରଦର୍ଶନ ଏଇଟା କିଛି ନା ଲୋକ ଭଲ ପାଉଛନ୍ତି ଆସିଥିଲେ। ଶକ୍ତି ପ୍ରଦର୍ଶନ କୌଣସି ଏଥିରେ ଉଦ୍ଦେଶ୍ୟ କିଛି ନାହିଁ। ଏଇଟା ତ ଯାହା ନବୀନଙ୍କ ନିଷ୍ପତ୍ତିରେ ସର୍ବଶେଷ ନିଷ୍ପତ୍ତି ହେବ। ଆଉ ସେଥିରେ ଶକ୍ତି ପ୍ରଦର୍ଶନ କ'ଣ ଦରକାର ଅଛି? ତାର ଆକ୍ରମଣ ବୁଝନ୍ତୁନି, ଏଇଟା ଆକ୍ରମଣ ବୁଝନ୍ତୁନି। ଯେକୌଣସି ଅନ୍ୟାୟ ବିରୁଦ୍ଧରେ ସ୍ୱର ତଳ କରିବା ଜନ୍ମର ଅଭ୍ୟାସ ଅଛି। ଯଦି ସେମିତି କିଛି ଅସୁବିଧା ହେଇଥିବ ଲୋକଙ୍କର ତା ପାଇଁ କିଛି କହିଥିବି, ଯଦି ତମେ ପ୍ରତ୍ୟକ୍ଷ ଭାବେ ମୋତେ କହିପାରିବ କେଉଁଟା ମୁଁ କହିଲି, ମୁଁ ତାର ଉତ୍ତର ବି ଆପଣଙ୍କୁ ଦେଇପାରିବି। ଆଶା ତ ଭାଇ ଛୋଟ ପିଲାଙ୍କର ବି ଅଛି, ମୋର ହେବାଟା କ'ଣ ଖରାପ? ଆଶା ଛୋଟ ପିଲାଙ୍କର ମଧ୍ୟ ଅଛି, କିନ୍ତୁ ଆଶାରେ କ'ଣ ଅଛି? ନବୀନଙ୍କ ନିଷ୍ପତ୍ତି ପାଇଁ ଅପେକ୍ଷା ଅଛି। ଦାବିଦାର ଥିଲି ବୋଲି ତ ମୁଁ ଜାଣିନି, ଆପଣ ଶୁଣିଲି ଖୁସି ଲାଗିଲା। କିନ୍ତୁ ଆମେ ସମସ୍ତେ ଯୋଗ୍ୟତା ରଖୁଛୁ, ଆମ ପରିବାରରେ ସମସ୍ତେ ଯୋଗ୍ୟତା ରଖିଛୁ ଯେ ଜଣେ ବିଧାନସଭାକୁ ଯିବାକୁ ହେଲେ ମିନିମମ୍ ଇଲିଜିବିଲିଟି ଯାହା ଯାହା ଦରକାର ଅଛି। ଗୋଟେ ମଣିଷଟେ କେଉଁ ଟାଇପ୍ର ହେବା କଥା, କେମିତି ବ୍ୟବହାର କରିବା କଥା, କେମିତି କାର୍ଯ୍ୟକ୍ରମ କରିବା କଥା, କେମିତି ଲୋକଙ୍କ ସାଥିରେ ରହିବା କଥା, ଏଇଟା ପିଲାଦିନୁ ଆମ ଘରେ ଅଛି। ନବୀନଙ୍କ ନିଷ୍ପତ୍ତି ସମସ୍ତେ ସ୍ୱାଗତ କରିବେ। 2 ଦଶନ୍ଧି ଧରି କୋଦଳାରେ କାଣିଚାଏ ବିକାଶ କରିନଥିବା ହରଏଣ୍ଡ ପୁଣି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପ୍ରବଳ ଦୁର୍ନୀତି ହୋଇଥିବା କଥା କହୁଛନ୍ତି। ଯଦି ଦୁର୍ନୀତି ହୋଇଛି, ହିସାବ ଓ ପ୍ରତିବାଦ ବଦଳରେ ବିଜେଡିରେ ଥିଲୁ ଅଛୁ ଆଉ ରହିବୁ କହୁଥିବା ହର ଦଳର ବିଭୀଷଣ କାହିଁକି ହେଉଛନ୍ତି? କାହିଁକି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି? ଏତେ ବଡ଼ ସମାବେଶ ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ଠାରୁ ଅନୁମତି ନେଇଛନ୍ତି ନା ନିଜକୁ ମନେ ମନେ ଏମଏଲ୍ଏ ଭାବୁଛନ୍ତି? ଦୁର୍ଭାଗ୍ୟ ହେଉଛି ମଦଭାଟି ପରିସରରେ ମହିଳା ସମାବେଶ କରି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନଙ୍କ ନିଷ୍ପତ୍ତି ସର୍ବଶେଷ ନିଷ୍ପତ୍ତି ହେବ ବୋଲି କହିବା କ'ଣ ସୂଚାଇବାକୁ ଚାହୁଁଛନ୍ତି ହର? ତେବେ ଏଠି ପ୍ରଶ୍ନ, ମଦଭାଟି ପରିସରରେ ମହିଳା ସମାବେଶ କରିବାକୁ କିଏ ଓ କାହିଁକି ଦେଲା ଅନୁମତି? ମଦଭାଟି ପରିସରରେ ମହିଳା ସମାବେଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇ ବିଜେଡି ଦଳର ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଚାହୁଁଛନ୍ତି କି ଟିକେଟ ଆଶାୟୀ ମଦ ବ୍ୟବସାୟୀ ହରଏଣ୍ଡ କମ୍ପାନୀ? ଦେଖନ୍ତୁ, ଏଇଟା ଦୁଇଟା ଯାକ ଜିନିଷ। ଯେତେବେଳେ କହିବା ଆମେ ନିର୍ବାଚନ କଥା, ନିର୍ବାଚନ ପାଇଁ ଆମେ ସବୁବେଳେ ପ୍ରସ୍ତୁତ ଅଛୁ। ଆମେ ସବୁବେଳେ ଏରିଆରେ ରହିଛୁ ବିଗତ 30 ବର୍ଷ ହେଲା। ସେଥିପାଇଁ ଏଇଟା ନିର୍ବାଚନ ପାଇଁ ହେଉଛି ବୋଲି କହିବାଟା ଏଇଟା ଭୁଲ ହେବ। ଏଇଟା ଗୋଟେ ମହିଳା ସମାବେଶ। ଆମେ ସବୁ ମହିଳାମାନେ କୋଦଳା ଏନ୍ଏସିର ଏକତ୍ରିତ ହେଇଛୁ। ମହିଳାମାନେ ଯେହେତୁ ଆସିକି କହିଥିଲେ କି ଆମେ ଏମିତି ଗୋଟେ ପ୍ରୋଗ୍ରାମ କରିବା, ଆମେ ଏମିତି କୋଦଳାର 4 ବର୍ଷ ବୁଲିବା। ବହୁତ ଜଣ ୱେଟ୍ କରିଛନ୍ତି, ଅପେକ୍ଷା କରିଛନ୍ତି, ଆମେ ବହୁତ ଦିନ ହେଲା ଯାଇନାହାନ୍ତି, ଦେଖିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଏଇ ଯେଉଁ ସମାବେଶ ଯେଉଁ ଦେଖୁଛନ୍ତି, ଏଇଟା ତାର ଗୋଟେ ରିଜଲ୍ଟ। ନିହାତି ଭାବେ ମୁଖ୍ୟମନ୍ତ୍ରୀଙ୍କର ବହୁତ ଯୋଜନା ରହୁଛି। ମିଶନ ଶକ୍ତି, ଏସ୍ଏଚ୍ଜି ଗ୍ରୁପ ମାଧ୍ୟମରେ ବହୁତ ଜିନିଷ ସେ ସ୍କିମ୍ ମାଧ୍ୟମରେ ଆଣିଛନ୍ତି। କିନ୍ତୁ ମୁଁ ଭାବୁଛି ଯୋଜନା ଯାକ ବହୁତ ବଢ଼ିଆ ଅଛି, କିନ୍ତୁ ଠିକ୍ ଭାବରେ ଏଠି ଇମ୍ପ୍ଲିମେଣ୍ଟ ହେଇପାରୁନି, ଯେହେତୁ ଲୋକାଲ ନେତୃତ୍ୱର ବହୁତ ଦାୟିତ୍ୱ ରହୁଛି ସେ ଉପରେ।
मु भावुची एटा गोटे आमे कहबा आमे लोकल नेतृत्व को रेस्पॉन्सिबिलिटी दबा जे कहीं कार्यकारी हो पाऊनी कहीं एत बढ़िया बढ़िया स्कीम्स आसी जदि मु गोटे दिन बस भावुली जदि खाली स्कीम्स ही भल से इम्प्लीमेंट हम आमर बहुत डेवलपमेंट होता है सब दुर्नीति रही आप देखु आमर जो आज मु बसिकी जो घाई कथा कहूली इरिगेशन आमर इरिगेशन ये चाषी गंजाम जिले में आमर चाषी समस्या बहुत अधिक अच्छी ताठू अधिक आम कविसूर्यनगर निर्वाचन मंडल अच्छी आप देखुए घाई सुखी घाई सुखा हेतु बहुत चाषी मैंने असुविधा फेस कर ड्राउट कंडीशन पड़े आसी फसल हैनी ए समस्या रही एग्रीकल्चर रे आपण देखिए जदि हॉस्पिटल्स रे आज डेट डॉक्टर्स ना आप कोदला हॉस्पिटल पलांतु सेठी चिकित्सा करने डॉक्टर्स ना आपड़ जदि ये कहले भी स्कूल को पलांतु से स्कूल रे आपण देखिपारे से टीचर्स ना से ए सब प्रकार गोटे सेल्फिशनेस जो बहुत जिनस हो पारनी निजर इच्छा शक्ति कम हवा हेतु हो पारिनी एटारे मु मुख्यमंत्री को आवेदन करी गोटे गोटे ओडिशार गोटे आपण कहि परिबे गोटे झियो हिसाब रे कि आपण आ प्रति टिके ध्यान दो देखंतु गणतंत्र राष्ट्र रे जदि किछि हमर व्यवस्था ठीक नै आमे स्वर उत्कलन करबा दरकार आमे देखुछु कि स्टेट लेवल रे सब प्रकार सुविधा मिलुची काहे कि एटी इम्प्लीमेंट हे करू आउ जेहेतु मते आपण अबे जस्ट कहले मु गोटे नारी नेत्री मोर काम होउची जो जिनसटा ये हो पारुनी ताकू केमती कार्यकारी करवा तो से सबूर मु भावुची मोर भी किसी दायित्व रोचे किसी रेस्पॉन्सिबिलिटी रोचे ए अंचल जियो हिसाब रे से हिसाब रे मु आह्वान देइथिली समस्या जाक रही मौलिक समस्या जाक रही जोटा कि आमे गोटे दिन चाहिले हो पारिबो गोटे निजर गोटे इच्छा शक्ति गोटे प्रचेष्टा दरकार जो समस्या जाक हो पार मुझे टिके चिट्ठी लिखी और से समस्या जदि हल हो गला बहुत लोग उपकृत हे मुझे मुख्यमंत्री को लिखी बोली देखो लोकों को भल पाइबा रोचे बहुत आशीर्वाद रोचे आप देखिपे आज रैली रे जो हिसाब रे महिला मानकर सहयोग थिला जो हिसाब रे से माने एते भव्य स्वागत करथिले सेइटारु जणा पडुची कि बहुत लोकंकर भल पाइबा अछि आ मु भाबुची कि मु लोकंक पे एते काम करबी से भल पाइबा आगु के बड़ी चलिबो समस्त के नमस्कार आज गोटे शीतकालीन अधिवेशन आमर थिला आमर जेहेतु माँ मान संगे आम आज पुराना वर्ष को विदाय कलना दे नूतन वर्ष को स्वागत करने आम गोटे आज माँ मान सहित समावेश कर मो संगे माँ मैंने दीर्घ 25 वर्ष है से मो सहित जड़ित अच्छा से बहुत दुख सुख भागीदार अच्छा तेणु आज बहुत खुशी है स्वमट मुझे डाकी नहीं से स्वमट आसी समावेश जोगदे तेणु मुझे आपण तरफ धन्यवाद देउछि आमर श्रीजुक्त नवीन बाबू तरफ धन्यवाद देउछि। बुगड़ारू भगवान पाढ़ी रिपोर्ट गंजाम समाचार। गंजाम समाचार आपणकर लेटेस्ट खबर पई लाइक शेयर सब्सक्राइब एवं फॉलो करंतु। गंजाम समाचार फेसबुक यूट्यूब ट्विटर पेज को अधिक तथ्य पई विजिट करंतु आम वेबसाइट www.ganjamsamachar.com।